ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 7 ଅଗଷ୍ଟ ବୁଧବାର 2024 ମସିହା ଶ୍ରାବଣ ମାସ ଶୁକ୍ଳପକ୍ଷ କର୍କଟ 23 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି ପୋଟଳ। ତେଣୁକରି ଆଜି ଆମେ ପୋଟଳକୁ ଖାଦ୍ୟ ହିସାବରେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ 12 ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଦୂରଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରକୁ ନେଇ ତତ୍ପର ରହିବେ। ଆଜି ଆପଣ କୌଣସି ଜିନିଷ ହଜେଇ ଦେଇପାରନ୍ତି। ସନ୍ତାନ ସତତିକ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଦେହ ମନ ସୁସ୍ଥ ରହିବ। ଜମି କିମ୍ବା ଭୂମିକୁ ନେଇ ବିବାଦ ଥିଲେ ତାହା ଦୂର ହେବ। ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। ଶିକ୍ଷା, ବ୍ୟାଙ୍କ, ବୀମା, ଫାଇନାନ୍ସ ଇତ୍ୟାଦି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିଛି। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ ବକେୟା ଅର୍ଥ ପ୍ରାପ୍ତ କରିବେ। ଦୂରଯାତ୍ରା ଯୋଗ ରହିଛି। ଶାଶୁ ବୋହୂଙ୍କ ମଧ୍ୟରେ ତିକ୍ତତା ଦେଖାଦେଇପାରେ। ଧନ, ଅର୍ଥ, ସମ୍ମାନ ପ୍ରାପ୍ତି ହେବ। ସନ୍ତାନ ହେତୁକ ଶୁଭଫଳ ପ୍ରାପ୍ତି କରିବେ। ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ। ବହୁ ଦିନର ଇଚ୍ଛା ଅଭିଳାଷକୁ ଆଜି ଆପଣ ପୂର୍ଣ୍ଣ କରିବେ। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ କ୍ଷେତ୍ରରେ ମତଭେଦ ଦେଖାଦେଇପାରେ। କର୍ମକ୍ଷେତ୍ର ଆପଣଙ୍କ ପାଇଁ ଭଲ ରହିବ। ଆଜି ଆପଣ ସୁସ୍ୱାଦୁ ଭୋଜନ ଗ୍ରହଣ କରିପାରନ୍ତି। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଆୟ ଅପେକ୍ଷା ବ୍ୟୟ ଆଜି ଆପଣଙ୍କର ଅଧିକ ହେବ। ତଳି ପାଦରେ ଓ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଏସିଡିଟି ଏବଂ ୟୁରିକ୍ ଏସିଡ୍ ବଢ଼ିଯାଇପାରେ। ମୁଣ୍ଡବିନ୍ଧା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ବୟସ୍କ ବ୍ୟକ୍ତିଙ୍କ ଠାରେ ଡାଇବେଟିସ୍ ଭଳି ସମସ୍ୟା ଦେଖାଦେଇପାରେ। ଦିନ ଆପଣଙ୍କ ପାଇଁ ସେତେଟା ଭଲରେ ଯାଉନାହିଁ। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ଠାରୁ ମତାନ୍ତର ହୋଇପାରେ। ଜଗି ରଖି ସେଥିପାଇଁ ଆଜି ଚଳନ୍ତୁ। ଶରୀରରେ ଥଣ୍ଡା, କଫ କିମ୍ବା ଶ୍ୱାସଜନିତ ସମସ୍ୟା ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ସ୍ଥିତି ମଧ୍ୟମ ରହିବ। ଦୂରଯାତ୍ରା ଯୋଗ ରହିଛି। ତୁଳା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଅନ୍ୟମାନଙ୍କ ଠାରୁ ଅର୍ଥରାଶି ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଆଜି କୌଣସି ଦ୍ରବ୍ୟ ଆପଣଙ୍କର ହସ୍ତଗତ ହେବ। ପୂର୍ବରୁ ପଡ଼ୋଶୀଙ୍କ ସହିତ ତିକ୍ତତା ଥିଲେ ତାହା ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଆଜି ଆପଣ ଖୁସି ଅନୁଭବ କରିବେ। ବିଛା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଭାଇ କିମ୍ବା ଭଉଣୀଙ୍କ ସହିତ ଝଗଡ଼ା ଦେଖାଦେଇପାରେ। ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ପାରିବାରିକ ଜୀବନରେ ଛୋଟ କଥାକୁ ନେଇ ଧୈର୍ଯ୍ୟହରା ହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି। ତେଣୁ ଆଜି ଆପଣ ଜଗି ରଖି ଚଳନ୍ତୁ। ଧନୁ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ କର୍ମଚାପ ବଢ଼ିପାରେ। ମାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ। ସନ୍ତାନର କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହେବେ। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦୂରଯାତ୍ରା କଲେ ଶୁଭଫଳ ପ୍ରାପ୍ତି କରିବେ। କର୍ମକ୍ଷେତ୍ରରେ ମାର୍ଗ ପ୍ରଶସ୍ତ ହେବ। ଅଣ୍ଟା, ପିଠି, ମେରୁଦଣ୍ଡ ଆଦି
ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇପାରେ। ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ସଭା ସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଆଜି ଆପଣ ନିଜକୁ ନିୟୋଜିତ କରିପାରନ୍ତି। ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ନୃତ୍ୟ ସଙ୍ଗୀତ ପ୍ରତି ଆଜି ଆପଣ ଆକର୍ଷିତ ହେବେ। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। କୌଣସି ଦ୍ରବ୍ୟ ହଜିଯାଇଥିଲେ ତାହା ପ୍ରାପ୍ତ କରିବେ। ପୂର୍ବରୁ ପରିବାରରେ ମତ ପାର୍ଥକ୍ୟ ଥିଲେ ତାହା ଦୂର ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହୋଇପାରେ। ଅର୍ଥରାଶି ପ୍ରାପ୍ତ ହୋଇପାରେ। ପରିବାର ଗହଣରେ ଦିନଟି ଆଜି ଖୁସିର ସହିତ ଅତିବାହିତ କରିବେ। ଦୂରଯାତ୍ରା ଯୋଗ ଥିବାରୁ ଦୂରଯାତ୍ରା କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ସୁଖପ୍ରଦ ରହିଛି।